ବୋଧହୁଏ ଏହି ସେସନଟାରେ ସେମାନେ ସିଦ୍ଧାନ୍ତ ନେଇଛନ୍ତି କେମିତି ହେଲେ ଗୃହକୁ ଅଚଳ କରିବା ତଥା ସରକାରଙ୍କୁ ବଦନାମ କରିବା। ଆପଣ ଦେଖନ୍ତୁ ବିଭିନ୍ନ ପ୍ରକାର ଫୋରମ ଅଛି, ସେମାନେ ଏଇ ଯେଉଁ ଆଜି ଯେଉଁ ପ୍ରକାର ସବୁ ପ୍ଲାକାର୍ଡ ଧରି ଗୃହକୁ ଷ୍ଟଲ୍ କରୁଛନ୍ତି, ଘଣ୍ଟି ବଜେଇ ଗୋଟେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। ହୁଏତ ସେଇଟା ଦରକାର ନାହିଁ ଯଦି ସେମାନେ ଆଡଜର୍ନମେଣ୍ଟ ମୋସନରେ ସବୁ ଆଣିଥାନ୍ତି। ସରକାର ସବୁ ଦିଗରେ ପ୍ରସ୍ତୁତ ଅଛି ଏବଂ ଆଣ ତମେ ଯାହା ଆଣିବ ଆମେ ଡିସ୍କସନ୍ କରିବୁ। ଶୁଣନ୍ତୁ, ସରକାର ସବୁ କରିଦେବେ ତା ନୁହଁ, କିନ୍ତୁ ସରକାର ସବୁବେଳେ ଚେଷ୍ଟା କରିଛି ଯେ ମୁଁ ଅଧିକରୁ ଅଧିକ କରିବି। ତ ଲେଟ୍ ଅସ୍ କମ୍ ବିଥ୍ ପ୍ରପୋଜାଲ, ଆଡଜର୍ନମେଣ୍ଟ ମୋସନ୍ ଆଣନ୍ତୁ, ଆମେ ଆଡଜର୍ନମେଣ୍ଟ ମୋସନକୁ ସ୍ୱାଗତ କରିବୁ, ଆମେ ଡିସ୍କସନ୍ କରିବାକୁ ରେଡି ଅଛୁ। କିନ୍ତୁ ସବୁ ସେମାନେ ଛାଡ଼ି এটা ଗଣତାନ୍ତ୍ରିକ ପଦ୍ଧତିରେ ସେ ଗଲା ପରି ମୋତେ ଲାଗୁନାହିଁ। ଅତଏବ ଦେଖନ୍ତୁ, ଇଏ ଦିନକୁ କେତେ ଖର୍ଚ୍ଚ ହେଉଛି এই বিধানসভা চালিয়া ପାଇଁ এবং সেই খরচটা কিଏ ভরণ করছে? আম আদমি সেই খরচটাକୁ বহন করছেন। অথচ আমি যদি সিভিলাইজড সোসাইটিরে যদি গৃহକୁ আসিকি আসেম্বলি আসিকি এই প্রকার করা কেতে ইয়ে আমার পদমর্যাদা ক্ষীণ হচ্ছে আপন মানে জানিপারে।